ସାକ୍ଷ୍ୟ ଶୁଣିବା। ସାତ ଶୁକ୍ରବାର ପଡିଛି। ସେ ଯେପରି ନିଜ ଆଗ କେମିତି ଥିଲେ କଣ ଥିଲେ ସେ ନିଜେ ସାକ୍ଷ୍ୟ ଦେବେ ଆଉ ଆମେ ଶୁଣିବା। ସମସ୍ତଙ୍କୁ ନମସ୍କାର। ମୁଁ ଇଆଡ଼େ ଆସିବାର ମୁଁ ଜାଣିନଥିଲି। ଆମର ମାଇଁ ମୋତେ ଫୋନ୍ କରି କହିଲା ମୋର ପିଲାର କିଡ଼ନୀ ବେମାର ଥିଲା। ମୁଁ ବ୍ରହ୍ମପୁର ଯାଇଥିଲି, ବ୍ରହ୍ମପୁର ନେଇଥିଲି। 7 ଦିନ ରହିଲୁ ବ୍ରହ୍ମପୁରରେ। ତାପରେ ଆଇଲୁ ଘରେ ରହିଲୁ 7 ଦିନ। ତାପରେ ଇଆଡ଼େ ସିଆଡ଼େ ନେବା ବୋଲି କହିଲେ। ଆମକୁ ଟାଇମ୍ ବି ମିଳିଲା ନା ଇଆଡ଼େ ସିଆଡ଼େ ନେବା ପାଇଁ। ଲାଷ୍ଟକୁ ମାଇଁ କହିଲା ଆମେ ଇଆଡ଼େ ଯିବା, ଗଡ଼ମା ଯିବା ବୋଲି କହିଲା। ଗଡ଼ମା ଯିବା ବୋଲି କହିବାକୁ ସେଦିନ ଆମେ ଶୁକ୍ରବାର ନା ଅଲଗା ଦିନ ଆସିଥିଲୁ। ଶୁକ୍ରବାର କାଲକେ ଗଲାବେଳେ ଆର ଦିନ ଆସିଥିଲୁ। ଆସିକି ଆମେ ଏଠି ପ୍ରାର୍ଥନା କଲୁ। ପ୍ରାର୍ଥନା କରିକି ଆମେ ଘରକୁ ଗଲୁ। ତା ଶୁକ୍ରବାର ଆଇଲୁ। ଆଜ୍ଞା କହିଲେ 3 ଦିନ ଉପବାସ କରିବା ପାଇଁ। ତାଙ୍କେ ଯେମିତି କହିଲେ ଆମେ ସେ ସିଷ୍ଟମରେ ଆମେ ଉପବାସ କଲୁ, ମାଳା ପ୍ରାର୍ଥନା କଲୁ ଘରେ। ଆଉ ମୋର ପିଲାକୁ ନେଇକି ମୁଁ ସେ ପରଦିନ ନେଇକି ସ୍କ୍ରିନିଂ ଟେଷ୍ଟ କରିଗଲି। ଡକ୍ଟରକୁ ପଚାରିବାକୁ ଡକ୍ଟର କହିଲା ସ୍କ୍ରିନିଂ ନାହିଁ ବୋଲି କହିଲେ। ମୁଁ କେବେ ମୋ ପିଲା ମଲା ସିନା ମୁଁ କେବେ କାନ୍ଦିନି। ସ୍କ୍ରିନିଂ ନାହିଁ କହିବାକୁ ମୋତେ ସେଠି ଏକା ମୁଁ କାନ୍ଦିଲି। ସେ ଡକ୍ଟର ପାଖରେ ଏକା ସୁଧାରିଲା। ନହେଲେ ମୋ ପିଲା ମଲା ସିନା ମୁଁ କେବେ କାନ୍ଦିନି। ସେ ଲୋକ ମୁଁ ଆଜି ଶୁକ୍ରବାର ମୁଁ ପ୍ରାର୍ଥନାକୁ ଆସୁଛି। ମୋର ଜୀବନରେ ମୁଁ କେବେ ବି ମୁଁ କାନ୍ଦି ନାହିଁ। ମୁଁ ଫାଷ୍ଟ ମୋର କାନ୍ଦବାର। ମୁଁ ଆଉ କ'ଣ କହିବି। ମୁଁ ତ ରବିବାର ଦିନ ମୁଁ ପ୍ରାର୍ଥନାକୁ ଗାଁରେ ପ୍ରାର୍ଥନା କଲେ ମୁଁ ପ୍ରାର୍ଥନାକୁ ମଧ୍ୟ ବସବାର ନାହିଁ। ମୁଁ ବାହାରେ ବସବା, ନାଶ ଚୁବେଇକି ବସବା। ପ୍ରାର୍ଥନା ବି ଭଲରେ କରବାର ନାହିଁ। ଆଡ଼େ ପ୍ରାର୍ଥନା କରବା ଲୋକ କରୁଥିବା ମୁଁ ନାଶ ଚୁବେଇକି ଆଡ଼େ ଥୁମ୍ପାକୁ ଖାଲି ଉପର ମନରେ ପ୍ରାର୍ଥନା କରବାର। କେବେ ଭକ୍ତ ହିସାବରେ ମୁଁ ପ୍ରାର୍ଥନା କରିନି ମୋର ଜୀବନରେ। ମୁଁ ଇଆଡ଼େ ଆସି ମୁଁ ପୁରା ଚେଞ୍ଜ ହେଇଗଲି। ନାଶ ଚୁବଉଥିଲି, ମଦ ପିଉଥିଲି, ଆଉ କେତେ ଏମିତି ଭୁଲି ଯାଇଛି। ମୁଁ କେତେ କହିବାର ଅଛି, ମୁଁ କହିପାରୁନାହିଁ। ସେସବୁ ମୁଁ ଛାଡ଼ିକି ବର୍ତ୍ତମାନ ମୁଁ ଏବେ ଭଲରେ ରହିଛି। ଏମିତି କି ସବୁବେଳେ କେମିତି ଏ ପ୍ରକାରରେ ମୁଁ ରହିପାରିବି ସେଥି ନିମନ୍ତେ ମୁଁ ପ୍ରାର୍ଥନା କରୁଅଛି। ଜୟ ଯୀଶୁ। ବାଇବେଲ କୁହେ ଯେତେବେଳେ ତୁମ ସତ୍ୟ ଜାଣିବ ତେବେ ତୁମେ ରୋଦନ କରିବ। ଯୋଉ ପର୍ଯ୍ୟନ୍ତ ସତ୍ୟ ଜାଣିନ ସେ ପର୍ଯ୍ୟନ୍ତ ଆମେ କେବେ କାନ୍ଦିବା। ଏମିତି ଗୋଟେ ଗାଁରେ ଗୋଟେ ପାଷ୍ଟର ମୁଁ ଅନୁତାପ କଲି। ସିଏ ଏମିତି କାନ୍ଦିଲା। ସେ ମତେ କହୁଛି ତା ସ୍ତ୍ରୀ କୁ କହିଲା ଆଜ୍ଞା ମୁଁ ଏମିତି କେବେ କାନ୍ଦିନ। କାରଣ ପାପକୁ ନିଜେ ଜାଣିବା ତେବେ ଆମକୁ କାନ୍ଦ ଲାଗିବ। କ'ଣ ଲାଗିବ? କାନ୍ଦ ଲାଗିବ। ହଁ ନାଇଁ ସେ ନିଜେ କହୁଛନ୍ତି ମୁଁ କେବେ କାନ୍ଦିନି। ଏବେ ତାକୁ ଲୁହ ବାହାରୁଛି କାରଣ ସେ ସତ୍ୟ ସେ ପବିତ୍ର ଆତ୍ମାରେ କାନ୍ଦୁଛି। ହାଲେଲୁୟା ହାଲେଲୁୟା। ଜୟ ଯୀଶୁ। ହଁ ନାଇଁ ରିପୋର୍ଟ ଆଣିଛୁ କି ତାର? ନାଇଁ ଘରେ ଛାଡ଼ିକି ମୋ ପାଖରେ ଫଟୋ କାଢ଼ିକି ରିପୋର୍ଟ ସିକ୍ଲିନ୍ ବେମାର ଆଉ ନାହିଁ। ଡକ୍ଟର କହିଲା ଭଲରେ ପଚାରିଲି ସେଟା ପାଇଁ ମୁଁ କେବେ ମୋ ପିଲା ମଲା ସିନା ମୁଁ କାନ୍ଦିନି। ସେ ରିପୋର୍ଟରେ ସିକ୍ଲିନ୍ ନାହିଁ ବୋଲି କହିଲା ଯେମିତି ମୁଁ ସେଠି ଆগে କାନ୍ଦିଲି। ହାଲେଲୁୟା। ଖୁସିରେ କାନ୍ଦିଲୁ ନା ଦୁଃଖରେ କାନ୍ଦିଲୁ? ଖୁସିରେ କାନ୍ଦିଲି। ଜୟ ଯୀଶୁ। ସେଟା ପବିତ୍ର ଆତ୍ମାଙ୍କର କାନ୍ଦନ ନାଇଁ କି? ତମର ବିଶ୍ୱାସ ତମକୁ ସୁସ୍ଥ କରିଛି। ମୁଁ କରୁନାହିଁ। ତମର ବିଶ୍ୱାସ କର। ମତେ ଦାୟିତ୍ୱ ଦେଇଛି ଯୀଶୁ ଯେ ସେମାନଙ୍କ ମସ୍ତକରେ ରଖିବୁ ପ୍ରାର୍ଥନା ଆଉ ସେମାନଙ୍କର ଦୁଃଖ କଷ୍ଟ ମତେ ଜଣେଇବୁ। ହଁ କି ନାଇଁ? ହାଲେଲୁୟା। ହଁ ନାଇଁ? ଏବେ ତା ପରିବାର କେତେ ଖୁସି ନିକି? ଖୁସିରେ ନାଇଁ? ଆଉ ମୁଁ କହୁଛି ଜୀବନ ସାରା ମଦ ପିଇବୁ ନାହିଁ, ନାଶ କୁଣ୍ଡିଆ ଖାଇବୁ ନାହିଁ। ଦିନେ ତତେ ପ୍ରଭୁ ଏତେ ପ୍ରଶଂସା କରିବେ। ହାଲେଲୁୟା। ଯେତେବେଳେ ଗୋଟେ ଲୋକ ପାପରୁ ପରିବର୍ତ୍ତନ ହଉଛି ସେତେବେଳେ ପିତା ପରମେଶ୍ୱର ଏତେ ଖୁସି ହଉଛନ୍ତି। ବା ମୋର ପିଲା ମୋର ପାଖକୁ ଆଉଛି ବୋଲିକି ଆଲିଙ୍ଗନ କରୁଛି। ହାଲେଲୁୟା। କ'ଣ କରୁଛି? ଆଲିଙ୍ଗନ କରୁଛି। ଅବେୟ ପୁତ୍ର ଯେତେବେଳେ ଫେରୁଥିଲା ସେତେବେଳେ ତାର ଦୂରଠୁ ଦେଖିକି ତାର ବାପା ତାକୁ ଆଲିଙ୍ଗନ କରି ଚୁମ୍ବନ। ସେମିତି ଯେତେବେଳେ ଗୋଟେ ଲୋକ ପରିବର୍ତ୍ତନ ହଉଛନ୍ତି ସେତେବେଳେ ଯୀଶୁ ଏତେ ଖୁସି ହବ। ହଁ ନାଇଁ?
ସେ ନିଜେ ସାକ୍ଷୀ ଦଉଛି ସେ ନିଜେ କହୁଛି କି ମୁଁ କେବେ କାନ୍ଦି ନ ଥିଲି ଏମିତି ଯୀଶୁଙ୍କୁ ଯିଏ ଜାଣିବେ ଯୀଶୁଙ୍କୁ ପବିତ୍ର ଆତ୍ମାକୁ ଯିଏ ଗ୍ରହଣ କରିବ ନିଶ୍ଚୟ ତାକୁ କାନ୍ଦିବେ ହାଲେଲୁୟା ତେଣୁକରି ଆମେ ତାଙ୍କ ପାଇଁ ପ୍ରାର୍ଥନା କରିବା ଯେପରି ସେ ମରଣ ପର୍ଯ୍ୟନ୍ତ ଭଲ ରହିବ ଆଉ ନିଶ୍ୱାସ ଦେବ ଛାଡ଼ିଦେବ ହାଲେଲୁୟା ହଁ ସେ ଦବ ହଉ ଏଇଆଡ଼େ ଦେଖ ଏ ପିଲାର ଟେଷ୍ଟ ହେଲା ହେଲେ ଆଉ ସିଗଲି ବେମାର ବି ବାହାରିଲା ନାଇଁ ପ୍ରଭୁଙ୍କ ନାମରେ ତାଳି ମାରବା ଜୋର ଜୋର ଯୀଶୁ ନାମରେ ହଉ ଛୋଟିଆ ଉପହାର ଆଣିଛନ୍ତି ଠିଆ ହଅ ମା ମୋର ପିଲା ସୁସ୍ଥ ହେବା ନିମନ୍ତେ ମୋ ଛୋଟିଆ ଉପହାର ଉପହାର ଆଜ୍ଞାଙ୍କୁ ଦେଉଛି ତାଳି ମାର ସେଇଟା ମାକୁ ଏଇଟା ମାକୁ ପକେଇଦେ ତାଳି ମାରବା ଜୋର ଜୋର ଯୀଶୁ ନାମରେ ମୋ ପିଲା ସୁସ୍ଥ ହେବା ନିମନ୍ତେ ମୁଁ ଛୋଟିଆ ଉପହାର ଦେଉଛି